ଆମର ବର୍ଷେ ହେଇଥିଲା ଆମର ଡିମାର୍କେସନ୍ ହାଇକୋର୍ଟ ଡିମାର୍କେସନ୍ କରିଥିଲୁ ଜଙ୍ଗଲ ବିବାଦ ପାଇଁ, କିନ୍ତୁ ଗୋଟେ ଥର ଫେଲୁର ହେଇଗଲା, ହେଇପାରିଲା ନାହିଁ ବର୍ଷା ଯୋଗୁଁ। ତାପରେ ଆମେ ହାଇକୋର୍ଟ ଆହୁରି ଡିମାର୍କେସନ୍ କରିଥିଲୁ କଲେକ୍ଟର ନାଁରେ, ଡିଓପଙ୍କ ଇଏରେ, ତହସିଲଦାରଙ୍କ। ଏବେ ସେ ଡିମାର୍କେସନ୍ ହାଇକୋର୍ଟରୁ ଆସିବାରୁ ସେମାନେ ତାକୁ ରେସ୍ପଣ୍ଡ ଦେଇକରି ଆସିକରି ଆମର ସନ୍ଧି ସୀମାଟା ଆଜି ଯେମିତିକି ଆମର ଯେତିକି ନାକ୍ଟିସିମଡ଼ା ବିଟ୍ ଆଉ କୁସୁମପୁର ବିଟ୍ ଏଡିସନାଲ ତହସିଲଦାର ମାଜିଷ୍ଟ୍ରେଟ୍ ପାୱାର ନେଇକରି ତାପରେ ପୋଲିସ ପ୍ରଶାସନ ଆଉ ଫରେଷ୍ଟ ଡିପାର୍ଟ ଆଉ ଗାଁ ବିଏସ୍ଏସ୍ କମିଟି, ଆମ ଦୁଇଟା ବିଏସ୍ଏସ୍ କମିଟିର ଲୋକମାନେ, ଆମେ 7ଟା ଗାଁର ସମସ୍ତଙ୍କୁ ଆଜି ଦେଖାଇଛନ୍ତି। ଆମକୁ ବହୁତ ଦିନର ଆମର ସ୍ୱପ୍ନଟା ପୁରା ହେଇଯାଉଛି। ସେଥିପାଇଁ ସେଇ ଜାଗାରେ 7ଟା ଘର ଅଛି, ସେ ଘରକୁ ବି ଆମେ କହିଛୁ ଏସ୍ଏଫ୍ ସାର୍କୁ 7 ଦିନ ଟାଇମ୍ ମାଗିଛନ୍ତି। 7 ଦିନ ପରେ ସେ ଘରଟା ଭାଙ୍ଗିବୁ ଆଉ ସେଠି ଆମେ ଗଛ ଲଗାଇବୁ ବୋଲି କହିଛନ୍ତି। ତ ତାଙ୍କର ଉପରେ ଆମେ ଆଶା ରଖିଛୁ ଯେ ସେ ଘର ଭାଙ୍ଗିକି ସେଠି ସମସ୍ତଙ୍କର, କି ମୁଁ ଏବେ ପ୍ରେସିଡେଣ୍ଟ ଅଛି, ମୋର ନିଜର ପାଇଁ ନାହିଁ, ସମସ୍ତଙ୍କର ଜନସାଧାରଣଙ୍କର, ରାୟଗଡ଼ ବ୍ଲକର ଜନସାଧାରଣଙ୍କର ଏ ଜଙ୍ଗଲ ଥିଲେ ମଙ୍ଗଳ ହେବ। ନାକ୍ଟିସିମିଡ଼ା ବନ ସୁରକ୍ଷା ସମିତି ମାନନୀୟ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଏ ଏବଂ ଗୋଟେ ନିର୍ଦ୍ଦେଶ ଦେଇଥିଲେ ଯେ ତାଙ୍କର ବିଟ୍ ବାଉଣ୍ଡରୀ ଡିମାର୍କେସନ୍ କରିକି ତାଙ୍କୁ ହସ୍ତାନ୍ତର କରିବା ପାଇଁ। ଆମେ ତେଣୁ ତାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆମେ ତାଙ୍କର ବିଟ୍ ବାଉଣ୍ଡରୀ ଡିମାର୍କେସନ୍ କରିବାକୁ ଆସିଥିଲୁ। ଏଥିରେ ଭିଏସ୍ଏସ୍ଙ୍କର ଉପସ୍ଥିତିରେ ଆମେ ପୋଲିସ, ରେଭିନ୍ୟୁ ଆଣ୍ଡ ଫରେଷ୍ଟ ଡିପାର୍ଟମେଣ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।